ଧରା ପଡ଼ିଲେ ଚୋର ଧରା ନ ପଡ଼ିଲେ ସାଧୁ। 220 ନମ୍ବର ଜାତୀୟ ରାଜପଥରେ ରାତ୍ରି ସମୟରେ ଗୋରୁ ଚୋରା ଚାଲାଣ ହେଉଥିବା ବେଳେ ଆଜି ଏକ ଗୋରୁ ବୋଝେଇ ମିନି ଟ୍ରକ୍ ଘଟଗାଁ ଥାନା ଢେଙ୍କିକୋଟ ଫାଣ୍ଡି ସମ୍ମୁଖ ଓଭରବ୍ରିଜ ତଳେ ଖରାପ ହୋଇଯାଇଥିଲା। କୌଣସି ଉପାୟ ନ ପାଇ ଗୋରୁ ମାଫିଆ ମାନେ ଫେରାର ହୋଇଯାଇଥିଲେ ମଧ୍ୟ ଗୋରୁ ବୋଝେଇ ଗାଡ଼ିଟି ଓଭରବ୍ରିଜ ତଳେ ରହିଯାଇଥିଲା। ଅତି ଦୟନୀୟ ଅବସ୍ଥାରେ ଗୋରୁମାନଙ୍କୁ ଉକ୍ତ ଗାଡ଼ିରେ ଦେଖି ସ୍ଥାନୀୟ ଲୋକମାନେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ବଳଦ ବୋଝେଇ ଗାଡ଼ିଟିକୁ ଜବତ କରିଛନ୍ତି। ଗାଡ଼ିଟି ଖରାପ ହେଲା ବୋଲି ଧରାପଡ଼ିଲା ଦର୍ଶକ ବନ୍ଧୁ। ନଚେତ୍ ବାହାର ରାଜ୍ୟକୁ ଏହି ଗୋମାତାମାନେ ମଧ୍ୟ ଚାଲାଣ ହୋଇଥାନ୍ତେ। କେନ୍ଦୁଝର ଜିଲ୍ଲା ହୋଇ ବାହାର ରାଜ୍ୟକୁ ବିଭିନ୍ନ ସମୟରେ ଗୋରୁ ଚୋରା ଚାଲାଣ ହେଉଅଛି, ଏଥିରେ ସନ୍ଦେହ ନାହିଁ। ଯେଉଁ ଜାତୀୟ ରାଜପଥମାନଙ୍କରେ ଏଭଳି ବେଆଇନ କାର୍ଯ୍ୟ ଚାଲୁଅଛି ସେସବୁ ରାସ୍ତାମାନଙ୍କରେ କଡ଼ା ଚେକିଂର ବ୍ୟବସ୍ଥା କରିବାକୁ ସାଧାରଣରେ ମତ ପ୍ରକାଶ ପାଉଛି। ବ୍ୟୁରୋ ରିପୋର୍ଟ, ଜନଜାଗରଣ ଓଡ଼ିଆ। ଭିଡ଼ିଓ ଗୁଡ଼ିକ ଆପଣମାନଙ୍କୁ ଭଲ ଲାଗୁଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ଲାଇକ୍ ସେୟାର କରିବାକୁ ଭୁଲନ୍ତୁ ନାହିଁ।